ଜଗତର ନାଥ ଜଗନ୍ନାଥଙ୍କର ଗୁଣ୍ଡିଚା ଜାତ ହେବ। ଏ ପରିପ୍ରେକ୍ଷୀରେ ସମଗ୍ର ଭକ୍ତ ଆତୁର ସହିତ ଅପେକ୍ଷା କରିଛନ୍ତି ପ୍ରଭୁ ଜଗନ୍ନାଥଙ୍କର ରଥ କେମିତି ଗଡ଼ିବ, ପ୍ରଭୁ କେମିତି ବିରାଜମାନ ହେବେ ଏବଂ ଭକ୍ତମାନଙ୍କର ଆବେଗତାକୁ ଲକ୍ଷ୍ୟ କରି ସରକାରଙ୍କର ପ୍ରସ୍ତୁତି ବିଭିନ୍ନ ପର୍ଯ୍ୟାୟରେ ହୋଇଛି। ସେଥିପାଇଁ ସେ କି ଲ ମିନିଷ୍ଟର ବାରମ୍ବାର ବସିଛନ୍ତି, ଆମେ ବି ବସିଛୁ ଏବଂ ବସିଲା ଭିତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବି ଏ ବିଷୟକୁ ଅଧିକ ଗୁରୁତର ସହିତ ସମୀକ୍ଷା କରିଛନ୍ତି, ନିର୍ଣ୍ଣୟ ନେଇଛନ୍ତି। ତାରି ଭିତରେ ମୋର ପଞ୍ଚାୟତରାଜ ବିଭାଗ ଯେଉଁ ଦାୟିତ୍ୱ ଅଛି, ମୋର ଗ୍ରାମ୍ୟୋନ୍ନୟନ ବିଭାଗର ଯେଉଁ ଦାୟିତ୍ୱ ଅଛି, ନିଶ୍ଚିତ ଭାବରେ ଆମେ ବିଗତ ଦିନରେ ସେ ଦାୟିତ୍ୱକୁ ସଠିକ୍ ଭାବରେ ଆମେ ରୂପାୟନ କରିଛୁ। ଆମେ ବିଭିନ୍ନ ଜାଗାରେ ଲୋକ ପାଣି ପିଇପାରିବେ, କେମିତି ପାଣି ପାଇଁ ସମସ୍ୟା ନ ହେବ, ସାନିଟେସନର ଫିନାଇଲ ସହିତ ବ୍ଲିଚିଂ ପାଉଡର ନେଇ ସମସ୍ୟା ଯେଉଁ ପ୍ରକାର ଆବର୍ଜନାର ରହିଥାଏ ସେ ପ୍ରକାର ସମସ୍ୟାକୁ ଦୂର କରିବାର ସମସ୍ୟା ବି ଦୂର ହେବ ଏବଂ ଯେଉଁ ଗାଁ ଅଞ୍ଚଳ ଅଛି ସେ ଗାଁ ଅଞ୍ଚଳର ଯେତେ ଗୁଡ଼ିଏ ଟ୍ୟୁବୱେଲ୍ ଅଛି ସବୁ ଟ୍ୟୁବୱେଲ୍କୁ ଆମେ ବ୍ଲିଚିଂ ସହିତ ସଂଶୋଧନ କରିଛୁ ଏବଂ ତା ସହିତ ଯେଉଁଠି ରିକ୍ୱାରମେଣ୍ଟ ଅଛି ବି ଆମେ ସେଠି ଟ୍ୟୁବୱେଲ୍ ଖୋଲିବାର ବ୍ୟବସ୍ଥା କରିଛୁ। ଏ ପ୍ରକାର ଭାବରେ ଆମେ ଏକ ଯୋଜନାର ଭିତରେ ଗୋଟେ କମିଟି କରାଯାଇଛି। ଯେଉଁ ଟିମ୍ ଅଛି ସେଠି ଆମର ଜଣେ ସିସି ରହିବେ, ଏସି ରହିବେ, ତା ସହିତ ତଳ ସ୍ତରର କର୍ମଚାରୀ ରହିବେ, ଯେ ସବୁ ରାସ୍ତାର ସମସ୍ତ ଭକ୍ତମାନଙ୍କର କିପରି ସମସ୍ୟା ନ ହେବ ସେ ବିଷୟକୁ ନେଇ ବ୍ୟାପକ ଭାବରେ ସମସ୍ୟା କେମିତି ନ ହେବ ତା ଉପରେ ଆଲୋକପାତ କରି ଯୋଜନା ପ୍ରସ୍ତୁତ ହୋଇ କାର୍ଯ୍ୟକ୍ରମର ସ୍ୱରୂପ ଆମେ ତିଆରି କରିଦେଇଛୁ। କୌଣସି ପ୍ରକାର ପାନୀୟ ଜଳର ସମସ୍ୟା ରହିବ ନାହିଁ। ଦେଖନ୍ତୁ, ଆମର 22ଟି ଟ୍ୟାଙ୍କର ଲାଗିଛି। ଆମର ଯେତେ ଟ୍ୟୁବୱେଲ୍ ସବୁ ଟ୍ୟୁବୱେଲ୍ର ଆମର ସାନିଟେସନ୍ ହେଇଛି। ତା ସଙ୍ଗେ ସଙ୍ଗେ ଆମେ ଟ୍ୟୁବୱେଲ୍ 25 ଖଣ୍ଡେ ଆମେ ଖୋଲା ହେଇଛି, ନୂତନ ଭାବରେ ଖୋଲା ହେଇଛି ଏବଂ ବିଭିନ୍ନ ଜାଗାରେ ଆମର କ୍ୟାମ୍ପ ଅଛି। କ୍ୟାମ୍ପରେ ସେମାନେ ଦେଖିବେ। ଲାଟ୍ରିନ୍ ଆମର ବ୍ୟବସ୍ଥା କରାଯାଇଛି। ଏ ପ୍ରକାର ବ୍ୟବସ୍ଥା ଭିତରେ ଗୋଟେ ଟିମ୍ ରହିବେ। କୌଣସି ପ୍ରକାର ସମସ୍ୟା ଦେଖାଦିଏ ତାହେଲେ ତୁରନ୍ତ ସେଠିକୁ ଯାଇ ସେମାନେ କରିବେ।